ଭାବନା ଶରୀରରେ କେମିତି କାମ କରିଥାଏ ଜାଣନ୍ତୁ। ରାଗ ଯକୃତକୁ ଦୁର୍ବଳ କରି ଦେଇଥାଏ। ଦୁଃଖ ଫୁସଫୁସକୁ ଦୁର୍ବଳ କରି ଦେଇଥାଏ। ଚିନ୍ତା ହୃତ୍ପିଣ୍ଡ ଏବଂ ମସ୍ତିଷ୍କକୁ ଦୁର୍ବଳ କରିଥାଏ। ଡର କିଡନୀକୁ ଦୁର୍ବଳ କରିଥାଏ। ଭଲ ପାଇବା ଏବଂ ଶାନ୍ତ ରହିବା ଏହା ମସ୍ତିଷ୍କ ଆଉ ଶରୀରକୁ ସୁସ୍ଥ ରଖିଥାଏ। ଚିନ୍ତାକୁ କମ କରିଥାଏ ଏବଂ ମନକୁ ଆନନ୍ଦିତ ରଖିଥାଏ। ଭରସା ଏମିତି ଗୋଟେ ଜିନିଷ ଯଦି ଥରେ ଭାଙ୍ଗିଯାଏ ନା ତାକୁ ଆଉ ଥରେ ଯୋଡ଼ିବା ପାଇଁ ହୁଏତ ସାରା ଜୀବନ ଲାଗି ଯାଇପାରେ। ଆପଣ ଯଦି କାହାର ଭରସା ଭାଙ୍ଗୁଛନ୍ତି ନା କାହାକୁ ମିଛ କଥା କହୁଛନ୍ତି ନା ଭାବିଚିନ୍ତି କରନ୍ତୁ। ସେଇ ଗୋଟେ ଥରର ମିଛ କଥା ନା କିଛି ବି କରିଦିଅ ହେଲେ ସବୁବେଳେ ମିଛ ହିଁ ଲାଗେ। ନମସ୍କାର କାହିଁକି କରାଯାଏ? ନମସ୍କାର ଏକ ଶ୍ରେଷ୍ଠ ସଂସ୍କାର ଅଟେ। କୌଣସି ବୟସ୍କ ପିତାମାତା ସନ୍ଥ ମହାପୁରୁଷଙ୍କ ଆଗରେ ନତମସ୍ତକ ହେଲେ ଅହଙ୍କାର ଦ୍ରବୀଭୂତ ହୋଇ ଅନ୍ତଃକରଣ ହୁଏ। ଆଡମ୍ବର ନଷ୍ଟ ହୋଇଯାଏ। ମନ ସରଳ ଓ ସାତ୍ୱିକ ହୁଏ। ନମସ୍କାର ଦ୍ୱାରା ଯୋଗମୁଦ୍ରା ମଧ୍ୟ ହୁଏ। ଜଗନ୍ନାଥ ନାମ ଅମୃତ ସମାନ। ମୁଣ୍ଡେ ନିଅ ଶୁଦ୍ଧି ଜନେ ଶୁଭ ଫଳ ପ୍ରାପ୍ତ ହୋଇବ। ରଖନ୍ତୁ ଏହାକୁ ମନେ। ଅନ୍ଧାର ରାଇଜେ ଆଲୋକର ଶିଖା। ମହାପ୍ରଭୁ ଜଗନ୍ନାଥ ତାଙ୍କରି ଆଲୋକେ ଆଲୋକିତ ହୁଏ ଜୀବନର ଗତିପଥ। ଯଥା ସମ୍ଭବ ଧୈର୍ଯ୍ୟକୁ ସଂଗ୍ରହ କରି ନିଜ ଭିତରେ ରଖିନିଅନ୍ତୁ। କାରଣ ସୁଖ ସମୟରେ ନିଜକୁ ନିୟନ୍ତ୍ରଣ କରିବାରେ କାମରେ ଆସିବ। ଦୁଃଖ ସମୟରେ ଭାଙ୍ଗି ପଡ଼ିବାରୁ ନିଜକୁ ବଞ୍ଚାଇବ। କିଛି ସମୟ ଆସେ ନିଜ ସହ କାଟିବାକୁ ପଡ଼େ। କିଛି ଦୁଃଖ ଏମିତି ଆସେ ନୀରବରେ ସହିବାକୁ ପଡ଼େ। ସେଥିପାଇଁ ନିଜ ଠାରୁ ବଡ଼ ବନ୍ଧୁ ଏ ଦୁନିଆରେ କେହି ନାହାନ୍ତି। ଯେ କିଛି ଜାଣିବା କଥା ଅନ୍ୟଠାରୁ ସମ୍ମାନ ମିଳିଲେ ଜୀବନ ସାର୍ଥକ ହୁଏ। ଧର୍ମ କାର୍ଯ୍ୟ କଲେ ପୁଣ୍ୟ ଫଳ ମିଳେ। ଆଳସ୍ୟ ବୃଦ୍ଧି ହେଲେ ବିବେକ ନାଶ ହୁଏ। ଖାଇବା ସମୟରେ କଥା କହିବା ଉଚିତ ନୁହେଁ। ପାଣିରେ ମଳମୂତ୍ର ତ୍ୟାଗ କଲେ ମହାପାପ ଲାଗେ ଏବଂ ମୃତ୍ୟୁ ପରେ ସେ କୁକୁର ଜନ୍ମ ଲାଭ କରେ। ଏକାନ୍ତ ଭକ୍ତି ନିଷ୍ଠାର ସହିତ ଗୋମାତାର ସେବା କଲେ ବହୁ ପୁଣ୍ୟ ଫଳ ମିଳିଥାଏ। ଅପକର୍ମ କଲେ ଶାସ୍ତି ମିଳେ। କ୍ରୋଧିତ ହେଲେ ଅଶାନ୍ତି ମିଳେ। ସତ୍ କର୍ମରେ ଆତ୍ମସନ୍ତୋଷ ମିଳେ। ଅନ୍ୟକୁ ସାହାଯ୍ୟ କଲେ ଆତ୍ମୀୟତା ମିଳେ। ବିପଦ ସମୟରେ ବନ୍ଧୁତାର ପ୍ରକୃତ ପରିଚୟ ମିଳେ। ନିଜର ପ୍ରଶଂସା ଶୁଣିଲେ ଅହମିକା ବଢ଼େ। ଅନ୍ୟର ନିନ୍ଦା କଲେ ଅପଯଶ ମିଳେ। ଯେଉଁ ସ୍ଥାନରେ ଖାଇବା ପିଇବା ତଥା ଯେଉଁ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଭାଇଚାରା ତଥା ପ୍ରେମ ପ୍ରୀତି ନାହିଁ ସେ ସ୍ଥାନରେ ଚାକିରି କରିବା ତ ଦୂରର କଥା ସେଠାରେ ରହିବା ଅନୁଚିତ। କୌଣସି ନୀଚ ଲୋକ ଅର୍ଥାତ୍ ଖରାପ ପ୍ରକୃତି ମନ୍ଦ ଅଭ୍ୟାସ ଆଦି ଥିବା ଲୋକ ପାଖରେ ଚାକିରି କରିବା କିମ୍ବା ବାସି ଖାଦ୍ୟ ଖାଇବା ଝିଅ ବହୁ ସ୍ତ୍ରୀ ମୂର୍ଖ ସନ୍ତାନ ବା ଯୁବତୀ ଏ ସମସ୍ତେ ଭିତରେ ଭିତରେ ବିଭିନ୍ନ କାରଣରୁ ଜଳିଥାନ୍ତି। ଏମାନଙ୍କ ଠାରୁ ଦୂରେଇ ରହିବା ଉଚିତ। ନହେଲେ କେତେବେଳେ କେଉଁ ସମସ୍ୟା ସୃଷ୍ଟି ହେବ କିଏ କହିବ? ଜୟ ଶ୍ରୀ ଜଗନ୍ନାଥ।